नमस्कार दर्शक बंधु मु प्रदीप आपण मानक स्वागत करुच्ची आज आउ एक नुआ भिडियो दर्शक बंधु जदि आपण मानक घरे 10 वर्ष कम बयसर झीटी अच्छी ताहले आपण माने ए वीडियो को जमारू स्किप न करी प्रथम शेष पर्यंत देखंतु कारण भारतीय डाक विभाग तरफ सुकन्या समृद्धि योजनार जदि आपण माने पोस्ट ऑफिस रे निजर झील नाम एकाउंट ओपन करेंगे एवं एथिरे आपण मानकु जो सुविधा मिलुची ପରବର୍ତ୍ତୀ ସମୟରେ ଝିଅର ବୟସ ହେଲା ପରେ ତାର ପାଠ ପଢା ପାଇଁ ହଉ ବା ତାର ମ୍ୟାରେଜ ସମୟରେ ଯେଉଁ ଟଙ୍କାର ଆବଶ୍ୟକତା ରହିଛି ତାହା ଆପଣମାନେ ଏହି ସ୍କିମ୍ ମାଧ୍ୟମରେ ପାଇପାରିବେ କାରଣ ଭାରତୀୟ ଡାକ ବିଭାଗ ତରଫରୁ ଯେଉଁ ସୁକନ୍ୟା ସମୃଦ୍ଧି ଯୋଜନାରେ ଆପଣମାନଙ୍କୁ ସୁଧ ଯୋଉଟାକି ସମସ୍ତ ସ୍କିମ୍ ଠାରୁ ଅଧିକ ସୁଧ ମିଳିଥାଏ ଏବଂ ଏଥିରେ ଆପଣମାନେ ଯଦି କମ୍ ଆମାଉଣ୍ଟର ଟଙ୍କା ରଖୁଛନ୍ତି ପାଖାପାଖି 3 ଗୁଣ ଟଙ୍କା ଆପଣମାନଙ୍କୁ ରିଟର୍ଣ୍ଣ ସମୟରେ ମିଳିଥାଏ। ତେଣୁ ଆସନ୍ତୁ ଆଜିର ଏହି ଭିଡ଼ିଓରେ ଭାରତୀୟ ଡାକ ବିଭାଗ ତରଫରୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଯଦି ଆପଣମାନେ ପୋଷ୍ଟ ଅଫିସରେ ଆକାଉଣ୍ଟ ଓପନ କରୁଛନ୍ତି ତାହେଲେ ଆପଣମାନଙ୍କୁ ଏଥିରେ କ'ଣ କ'ଣ ବେନିଫିଟ୍ ମିଳିବ ଏହା ସହିତ ଏଥିରେ ଆପଣମାନେ ଯଦି ମାସକୁ ମାତ୍ର 1000 ଟଙ୍କା ଲେଖାଏଁ ଟାର୍ଗେଟରେ ଗୋଟେ ଟଙ୍କା ସେଭିଂ କରିବେ ତାହେଲେ ମ୍ୟାଚୁରିଟି ସମୟରେ ଆପଣମାନେ 5 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଯାଇକି ପାଇପାରିବେ। ତ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ତ ଦେଖନ୍ତୁ ଯେତେବେଳେ ଆମେ ପୋଷ୍ଟ ଅଫିସର ବିଭିନ୍ନ ସ୍କିମ୍ ବିଷୟରେ ଆଲୋଚନା କରୁଛୁ ସେ ସମୟରେ ଆପଣମାନଙ୍କ ମନରେ ସବୁଠାରୁ ଇମ୍ପୋର୍ଟାଣ୍ଟ ଏବଂ ମନେ ରଖିବା ଉଚିତ ଯେ ପୋଷ୍ଟ ଅଫିସରେ ଆପଣମାନଙ୍କୁ ଯେଉଁ ଟଙ୍କା ରଖୁଛନ୍ତି ତାହା ଆପଣମାନଙ୍କର 100% ସିକ୍योର ରହିବା ସହିତ ଅନ୍ୟାନ୍ୟ ସ୍କିମ୍ ଠାରୁ ଏଥିରେ ମଧ୍ୟ ଭଲ ସୁଧ ମିଳିଥାଏ। ଠିକ୍ ସେହିଭଳି ସୁକନ୍ୟା ସମୃଦ୍ଧି ଯୋଜନାରେ ବର୍ତ୍ତମାନ ଆମେ ଯଦି ଦେଖିବା ଯେଉଁ ସୁଧର ହାର ରହିଛି ତାହା ସମସ୍ତ ସ୍କିମ୍ ଠାରୁ ଅଧିକ ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ଯୋଉଟା କି ଝିଅ ପିଲାମାନଙ୍କ ପାଇଁ ନିହାତି ଆବଶ୍ୟକ। ଯଦି ଆପଣମାନଙ୍କ ଘରେ ଝିଅ ଅଛି ତାହେଲେ ଯଦି ସୁକନ୍ୟା ସମୃଦ୍ଧି ଯୋଜନାର ଆକାଉଣ୍ଟ ଖୋଲି ନାହାନ୍ତି ତାହେଲେ ତାହା ଖୋଲିବା ଦ୍ୱାରା ଆପଣମାନଙ୍କୁ କ'ଣ କ'ଣ ବେନିଫିଟ୍ ମିଳିବ ଆସନ୍ତୁ ସେ ବିଷୟରେ ଜାଣିବା। ତ ସୁକନ୍ୟା ସମୃଦ୍ଧି ଯୋଜନାର ଆକାଉଣ୍ଟ କଥା ଯଦି ଆମେ ଦେଖିବା ଏଥିରେ ଯେଉଁ ଇଣ୍ଟରେଷ୍ଟ ରେଟ୍ ରହିଛି ବା ସୁଧର ହାର ରହିଛି ଯାହାକି 8.2% ଅର୍ଥାତ୍ ସମସ୍ତ ସେଭିଂ ସ୍କିମ୍ ଠାରୁ ଏଥିରେ ଅଧିକ ଇଣ୍ଟରେଷ୍ଟ ରେଟ୍ ରହିଛି ଏବଂ ଏହି ଆକାଉଣ୍ଟ ଓପନ କରିବା ପାଇଁ ହେଲେ ମିନିମମ୍ ଦେଖନ୍ତୁ 250 ଟଙ୍କାରୁ ଆପଣମାନେ ଯୋଉଟାକି ଆକାଉଣ୍ଟଟି ଓପନ କରିପାରିବେ ଏବଂ ଗୋଟିଏ ଫାଇନାନ୍ସିଆଲ ଇୟର ବା ଆର୍ଥିକ ବର୍ଷରେ ଆପଣମାନେ ମ୍ୟାକ୍ସିମମ୍ ଯୋଉଟାକି 1,50,000 ଟଙ୍କା ଏହି ସ୍କିମ୍ରେ ଡିପୋଜିଟ୍ କରିପାରିବେ ଏବଂ ଏହି ସ୍କିମ୍ରେ ଯଦି ଆପଣମାନେ ଡିପୋଜିଟ୍ କରୁଛନ୍ତି 1,50,000 ପ୍ରତ୍ୟେକ ବର୍ଷ ତାହେଲେ 15 ବର୍ଷ ପରେ ଯାହାର ଟର୍ମ ରହିଛି ଆପଣମାନଙ୍କର 15 ଇୟର୍ସ ତ ଏହାର କେତେ ଇଣ୍ଟରେଷ୍ଟ ରେଟ୍ ମିଳିବ ସବୁ କିଛି ଆମେ ଜାଣିବା। ପ୍ରଥମେ ଦେଖନ୍ତୁ ଏଲିଜିବିଲିଟି ଅର୍ଥାତ୍ ସୁକନ୍ୟା ସମୃଦ୍ଧି ଯୋଜନାରେ କୋଉମାନେ ଆକାଉଣ୍ଟ ଓପନ କରିପାରିବେ। ସୁକନ୍ୟା ସମୃଦ୍ଧି ଯୋଜନାର ଆକାଉଣ୍ଟ ଓପନ କରିବା ପାଇଁ ହେଲେ ଆପଣମାନଙ୍କର ଭାରତୀୟ ନାଗରିକ ଯୋଉମାନେ ରହିଛନ୍ତି ସେମାନେ ସେମାନଙ୍କର ଝିଅ ନାମରେ ଯାଇକି ସୁକନ୍ୟା ସମୃଦ୍ଧି ଯୋଜନାର ଆକାଉଣ୍ଟ ଓପନ କରିପାରିବେ ଏବଂ ଝିଅର ବୟସ ଯଦି 10 ବର୍ଷରୁ କମ୍ ଅଛି ତାହେଲେ ଆପଣମାନେ ସୁକନ୍ୟା ସମୃଦ୍ଧି ଯୋଜନା ଆକାଉଣ୍ଟରେ ନିଜର ଝିଅକୁ ସାମିଲ କରିପାରିବେ ଏବଂ ଗୋଟିଏ ପରିବାରରେ ମ୍ୟାକ୍ସିମମ୍ ଆପଣମାନଙ୍କର 2ଟି ଝିଅ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନାର ଆକାଉଣ୍ଟ ଓପନ କରାଯାଇପାରେ। ଯଦି ଆପଣମାନଙ୍କର ଯାଆଁଳା ସନ୍ତାନ ହେଇଥାନ୍ତି ବା ଯଦି ଆପଣମାନଙ୍କର ଟୁଇନ୍ସ ହେଇଥାନ୍ତି ସେ କ୍ଷେତ୍ରରେ ଆପଣମାନଙ୍କର ଯୋଉଟାକି ମ୍ୟାକ୍ସିମମ୍ ଆପଣମାନଙ୍କର 3ଟି ଝିଅ ପାଇଁ ଏଠି ଆପଣମାନଙ୍କର ସୁକନ୍ୟା ସମୃଦ୍ଧି ଯୋଜନାର ଆକାଉଣ୍ଟ ଓପନ କରିପାରିବେ ଏବଂ ଏହି ଆକାଉଣ୍ଟ ଯେତେବେଳେ ଆପଣମାନଙ୍କର ଓପନ କରାଯିବ ଏଥିରେ ଆପଣମାନଙ୍କର ମାଇନର ଥ୍ରୋ ଗାର୍ଡିଆନ ହିସାବରେ ଆପଣମାନଙ୍କର ଆକାଉଣ୍ଟ ଓପନ ହେବ ଯେହେତୁ ଝିଅର ବୟସ ଆପଣମାନଙ୍କର 10 ବର୍ଷରୁ କମ୍ ଥାଏ ତେଣୁ ଗାର୍ଡିଆନ ବାପା କିମ୍ବା ମାଙ୍କୁ ଏହି ଆକାଉଣ୍ଟରେ ଯୋଉଟାକି ଗାର୍ଡିଆନ ଥ୍ରୁ ମାଇନର ହିସାବରେ ଖୋଲାଯାଏ ଏବଂ 18 ବର୍ଷ ହେଲା ପରେ ଯେତେବେଳେ ଝିଅକୁ 18 ବର୍ଷ ହେବ ସେତେବେଳେ ସମ୍ପୂର୍ଣ୍ଣ ଆକାଉଣ୍ଟର ଯୋଉଟାକି ଆପଣମାନଙ୍କର ଅପରେସନାଲ ସମିଟର ଆପଣମାନଙ୍କର କାହାକୁ ଦିଆଯିବ ନା ସେଇ ଝିଅକୁ ଦେଇ ଦିଆଯିବ। ଏଇଟା ଗଲା ଏହି ସ୍କିମ୍ର ଏଲିଜିବିଲିଟି। ତାପରେ ଦେଖନ୍ତୁ ଏହି ଆକାଉଣ୍ଟଟି ଓପନ କଲେ ଆପଣମାନଙ୍କର ଡିପୋଜିଟ୍ କେତେ ଦେବା ପାଇଁ ପଡ଼େ। ଦେଖନ୍ତୁ ଏଥିରେ ଯେଉଁ ଡିପୋଜିଟ୍ ଆପଣମାନଙ୍କର ସର୍ବନିମ୍ନ 250 ଟଙ୍କା ଯୋଉଟାକି ମୁଁ ଆପଣମାନଙ୍କୁ କହିଲି ଏବଂ ମ୍ୟାକ୍ସିମମ୍ ଆପଣମାନେ ଏଥିରେ ପ୍ରତ୍ୟେକ ବର୍ଷ 1,50,000 ଟଙ୍କା ପର୍ଯ୍ୟନ୍ତ ଡିପୋଜିଟ୍ କରିପାରିବେ ଏବଂ ଏଥିରେ ଯେଉଁ ଡିପୋଜିଟ୍ର ଆପଣମାନଙ୍କର ରହିଛି ଆପଣମାନେ ପ୍ରତ୍ୟେକ ମାସ ଡିପୋଜିଟ୍ କରିପାରିବେ ନହେଲେ ସେମିତି ମଧ୍ୟ ଆପଣମାନଙ୍କର କିଛି ନାହିଁ ଆପଣମାନେ ଚାହିଁଲେ ପ୍ରତି ମାସ ଡିପୋଜିଟ୍ କରିପାରିବେ ଗୋଟିଏ ମାସ ଛାଡ଼ି ଆଉ ଗୋଟିଏ ମାସ ଡିପୋଜିଟ୍ କରିପାରିବେ ବା ଏକାଥରେ ମଧ୍ୟ ଚାହିଁଲେ ଆପଣମାନେ 1,50,000 ଟଙ୍କା ପର୍ଯ୍ୟନ୍ତ ଡିପୋଜିଟ୍ କରିପାରିବେ। ତେଣୁ ସର୍ବନିମ୍ନ ଡିପୋଜିଟ୍ ଗୋଟିଏ ବର୍ଷରେ ଆପଣମାନଙ୍କର 1,50,000 ଟଙ୍କା ଆବଶ୍ୟକତା ରହିଛି ଏବଂ ଦେଖନ୍ତୁ ଯେତେବେଳେ ଆପଣମାନଙ୍କର ଆକାଉଣ୍ଟ ଓପନ କରାଯିବ ଆକାଉଣ୍ଟ ଓପନ କରିବାର
15 ବର୍ଷ ପର୍ଯ୍ୟନ୍ତ ଏହି ସ୍କିମ୍ରେ ଆପଣମାନେ ଯାଇକି ଡିପୋଜିଟ୍ କରିପାରିବେ। ଏବଂ ଆଉ ଗୋଟିଏ ଦେଖନ୍ତୁ ଯେତେବେଳେ ଆପଣମାନେ ଡିପୋଜିଟ୍ କରୁଛନ୍ତି ଏଥିରେ ଆପଣମାନଙ୍କର ଇନକମ୍ ଟ୍ୟାକ୍ସ 80C ଅନୁସାରେ କୌଣସି ବି ଆପଣମାନଙ୍କର ଯୋଉଟା କି ଡିଡକ୍ସନ୍ ଆମର ରହିଛି ଇନକମ୍ ଟ୍ୟାକ୍ସ ଡିଡକ୍ସନ୍ ଏଥିରେ ମଧ୍ୟ ହେଇପାରିବ। ଏହା ସହିତ ଦେଖନ୍ତୁ ଏହି ଆକାଉଣ୍ଟ ଯେତେବେଳେ ଆପଣମାନେ ଓପନ୍ କରିଦେଉଛନ୍ତି ଏଥିରେ ଆପଣମାନଙ୍କର ୱିଡ୍ରଲ୍‌ର କଥା ଯଦି ଦେଖିବା ବହୁତ ଜଣଙ୍କର ଡାଉଟ୍ ଥାଏ ଯଦି ଆମେ ସୁକନ୍ୟା ସମୃଦ୍ଧି ଯୋଜନାର ଆକାଉଣ୍ଟ ଓପନ୍ କରିଦଉଛୁ ତାହେଲେ ଏହି ସ୍କିମ୍‌ରେ ଆମେ ମଝିରେ ଟଙ୍କା ଉଠେଇ ପାରିବା କି ନାହିଁ। ଦେଖନ୍ତୁ ଏଥିରେ ଆପଣମାନଙ୍କର ମଝିରେ ବା ଯୋଉଟା କି ଆପଣମାନଙ୍କର ପାର୍ସିଆଲ ୱିଡ୍ରଲ୍‌ର କୌଣସି ବ୍ୟବସ୍ଥା ନଥାଏ। ଯେତେବେଳେ ଆପଣମାନଙ୍କର ଝିଅର ବୟସ 18 ବର୍ଷରୁ ଉର୍ଦ୍ଧ୍ୱ ହେଇଯାଉଛି ତାର ହାୟର ଷ୍ଟଡି ପାଇଁ ଆପଣମାନଙ୍କ ଟୋଟାଲ ଡିପୋଜିଟ୍‌ର 50% ଆପଣମାନେ ଉଠେଇ ପାରିବେ। ଯୋଉଟା କି ଆପଣମାନଙ୍କୁ ୱାନ୍ ଟାଇମ୍ ଆପଣମାନଙ୍କୁ ୱିଡ୍ରଲ୍ କରିବା ପାଇଁ ଦିଆଯିବ। କିନ୍ତୁ ଯେତେବେଳେ 18 ରୁ ଆପଣମାନଙ୍କର ୱିଡ୍ରଲ୍ ଯଦି 50% କରୁନାହାନ୍ତି ବା ଆପଣମାନେ 50% ୱିଡ୍ରଲ୍ ନ କଲେ ଏହି ଆକାଉଣ୍ଟଟି ଆପଣମାନଙ୍କର 15 ବର୍ଷ ପ୍ଲସ୍ ଏକ୍ସଟ୍ରା ଆପଣମାନଙ୍କର 6 ବର୍ଷ ପରେ ଅର୍ଥାତ୍ 21 ବର୍ଷ ପରେ ଫ୍ଲୋ କ୍ଲୋଜ୍ ହେଇଥାଏ ଏବଂ ଆପଣମାନେ ଟୋଟାଲ ମ୍ୟାଚୁରିଟି ଆମାଉଣ୍ଟ ପାଇଥାନ୍ତି। ଇଣ୍ଟରେଷ୍ଟ ରେଟ୍ ଦେଖନ୍ତୁ ଇଣ୍ଟରେଷ୍ଟ ରେଟ୍ ଯୋଉଟା କି ଆପଣମାନଙ୍କର ପ୍ରତ୍ୟେକ ଫାଇନାନ୍ସିଆଲ ଇୟର୍‌ରେ ଟାଇମ୍ ଟୁ ଟାଇମ୍ ଆପଣମାନଙ୍କର କ୍ରେଡିଟ୍ ହେଇଯାଏ। ତେଣୁ ଆପଣମାନେ ଯେତେବେଳେ ଏହି ସ୍କିମ୍‌ରେ ଡିପୋଜିଟ୍ କରୁଛନ୍ତି ଡିପୋଜିଟ୍ କରିବା ସମୟରେ ଆପଣମାନଙ୍କର ପ୍ରତ୍ୟେକ ବର୍ଷ 8.2% ଇଣ୍ଟରେଷ୍ଟ ଆପଣମାନଙ୍କର ଯୋଉଟା କି ମାର୍ଚ୍ଚ ମାସ ପରେ ଆପଣଙ୍କର କାଲକୁଲେଟ୍ ହେଇଥାଏ। ତାପରେ ଆପଣମାନଙ୍କର ପ୍ରିମ୍ୟାଚ୍ୟୁର କ୍ଲୋଜ୍ କଥା ମୁଁ ଆପଣମାନଙ୍କୁ ଯୋଉଟା କି କହିଦେଲି। ତ ପ୍ରିମ୍ୟାଚ୍ୟୁର କ୍ଲୋଜ୍‌ରେ ଏହି ସବୁ ବ୍ୟବସ୍ଥା ଅଛି। ଆପଣମାନେ ଯେତେବେଳେ ମ୍ୟାଚୁରିଟି ସମୟରେ କ୍ଲୋଜ୍ କରୁଛନ୍ତି ମ୍ୟାଚୁରିଟି କ୍ଲୋଜ୍ ହେବାର ସମୟ ଦେଖନ୍ତୁ 21 ବର୍ଷ ଆକାଉଣ୍ଟ ଓପନ୍ କରିବାର 15 ବର୍ଷ ପର୍ଯ୍ୟନ୍ତ ଆପଣମାନେ ଡିପୋଜିଟ୍ କରିବେ। ଟୋଟାଲ 21 ବର୍ଷ ପରେ ଆପଣମାନଙ୍କର ଆକାଉଣ୍ଟଟି ଯୋଉଟା କି ମେଜରିଟି ହବ ବା ଆପଣମାନଙ୍କର ଯୋଉଟା କି ୱିଡ୍ରଲ୍ ହବ। ଏଇଟା ଗଲା ସୁକନ୍ୟା ସମୃଦ୍ଧି ଯୋଜନାର ଡିଟେଲ୍ସ ବିଷୟରେ ଯେ ଆପଣମାନେ କୋଉମାନେ ଆକାଉଣ୍ଟ ଓପନ୍ କରିପାରିବେ, ପ୍ରିମ୍ୟାଚ୍ୟୁର କେତେ କ୍ଲୋଜ୍ ହେଇପାରିବ, ଏଥିରେ କ'ଣ କ'ଣ ଡକୁମେଣ୍ଟ ଆବଶ୍ୟକତା ଅଛି ସେ ବିଷୟରେ ଯଦି ଆମେ କଥା ହେବା ଡକୁମେଣ୍ଟ ହିସାବରେ ଆପଣମାନେ ଯେତେବେଳେ ସୁକନ୍ୟା ସମୃଦ୍ଧି ଯୋଜନାର ଆକାଉଣ୍ଟ ଓପନ୍ କରିବା ପାଇଁ ଯାଉଛନ୍ତି ନିଜ ଝିଅର ବାର୍ଥ ସାର୍ଟିଫିକେଟ୍ ଆପଣମାନଙ୍କର ମାଣ୍ଡାଟୋରୀ ବାର୍ଥ ସାର୍ଟିଫିକେଟ୍ ସହିତ ଆପଣମାନଙ୍କର ଆଧାର କାର୍ଡ। ତ ଝିଅର ବାର୍ଥ ସାର୍ଟିଫିକେଟ୍ ଆଧାର କାର୍ଡ ତାପରେ ଗାର୍ଡିଆନ ବାପା କିମ୍ବା ମା ଯିଏ ବି ଆପଣମାନଙ୍କର ଆଧାର କାର୍ଡ ପାନ୍ କାର୍ଡ ଏବଂ ପାସପୋର୍ଟ ସାଇଜର 2ଟି ଫଟୋଗ୍ରାଫ ନେଇ ଆପଣମାନେ ପୋଷ୍ଟ ଅଫିସରେ ସୁକନ୍ୟା ସମୃଦ୍ଧି ଯୋଜନାର ଆକାଉଣ୍ଟ ଓପନ୍ କରିପାରିବେ। ଏଇଟା ଗଲା ଆକାଉଣ୍ଟ ସମ୍ବନ୍ଧୀୟ। ଏବେ ଦେଖନ୍ତୁ ଆମେ ଜାଣିବା ଇଣ୍ଟରେଷ୍ଟ କାଲକୁଲେଟର ମାଧ୍ୟମରେ ସୁକନ୍ୟା ସମୃଦ୍ଧି ଯୋଜନାରେ ଯଦି ମାସକୁ ଆପଣମାନେ ଗୋଟେ ଫିକ୍ସ ଆମାଉଣ୍ଟର ଟଙ୍କା ଡିପୋଜିଟ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏଥିରେ ଆପଣମାନଙ୍କୁ କେତେ ବର୍ଷରେ କେତେ ଟଙ୍କା ଇଣ୍ଟରେଷ୍ଟ ମିଳୁଛି ଏବଂ ଟୋଟାଲ ମ୍ୟାଚୁରିଟି ଆପଣମାନେ କେମିତି 3 ଗୁଣ ପାଇପାରିବେ ସେ ବିଷୟରେ ମଧ୍ୟ ମୁଁ ଆପଣମାନଙ୍କୁ ଡିଟେଲ୍ସ କହୁଛି। ତ ଦେଖିପାରୁଥିବେ ଏଠି ଆପଣମାନଙ୍କର ରହିଛି ସୁକନ୍ୟା ସମୃଦ୍ଧି ଯୋଜନାର ଇଣ୍ଟରେଷ୍ଟ କାଲକୁଲେଟର। ତ ସେଇ ଇଣ୍ଟରେଷ୍ଟ କାଲକୁଲେଟରରେ ଯଦି ଆପଣମାନେ ପ୍ରତ୍ୟେକ ମାସ ସୁକନ୍ୟା ସମୃଦ୍ଧି ଯୋଜନାରେ 250 ଟଙ୍କା ଲେଖାଏଁ ଡିପୋଜିଟ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ 15 ବର୍ଷରେ ଟୋଟାଲ ଆପଣମାନଙ୍କର ଡିପୋଜିଟ୍ ରହିବ 45,000 ଏବଂ ଟୋଟାଲ ଇଣ୍ଟରେଷ୍ଟ ଦେଖନ୍ତୁ ଆପଣମାନେ 93,647 ଟଙ୍କା। ଅର୍ଥାତ୍ ଆପଣମାନେ ଯେତିକି ଟଙ୍କା ଡିପୋଜିଟ୍ କରିବେ ତାର 2 ଗୁଣରୁ ଅଧିକ ଟଙ୍କା ଆପଣମାନଙ୍କୁ କେବଳ ଇଣ୍ଟରେଷ୍ଟ ମିଳିବ ଏବଂ ଟୋଟାଲ ମ୍ୟାଚୁରିଟି ଭ୍ୟାଲୁ ଆପଣମାନଙ୍କର କେତେ ହେଇଯିବ ନା 1,38,647 ଟଙ୍କା ଆପଣମାନଙ୍କର ଟୋଟାଲ ମ୍ୟାଚୁରିଟି ଭ୍ୟାଲୁ ଆପଣମାନେ ପାଇପାରିବେ। ସେଇଭଳି ଯଦି ଆପଣମାନେ ଏଥିରେ 500 ଟଙ୍କା ପ୍ରତ୍ୟେକ ମାସ ଡିପୋଜିଟ୍ କରୁଛନ୍ତି ତାହେଲେ ଟୋଟାଲ ଆପଣମାନେ ଦେଖନ୍ତୁ 90,000 ଟଙ୍କା ରଖିବେ 15 ବର୍ଷରେ। ଟୋଟାଲ ଆପଣମାନଙ୍କର 21 ବର୍ଷରେ ଯେତେବେଳେ ମ୍ୟାଚୁରିଟି ହବ ସେଥିରେ କେତେ ଟଙ୍କା ପାଇବେ ନା 2,77,306 ଟଙ୍କା ଯୋଉଟା କି ଆପଣମାନଙ୍କ ଡିପୋଜିଟ୍‌ର 3 ଗୁଣା ଟଙ୍କା ଆପଣମାନଙ୍କୁ ରିଟର୍ନ ହିସାବରେ ମିଳୁଛି। ଠିକ୍ ସେଇଭଳି ଆପଣମାନେ ଯଦି ପ୍ରତ୍ୟେକ ମାସ 1,000 ଟଙ୍କା ଲେଖାଏଁ ଟଙ୍କା ରଖିବା ପାଇଁ ଚାହୁଁଛନ୍ତି ଏବଂ ସୁକନ୍ୟା ସମୃଦ୍ଧି ଯୋଜନାରେ ଆପଣମାନଙ୍କର ଝିଅର ଭବିଷ୍ୟତ ପାଇଁ କିଛି ସେଭିଂ କରିବା ପାଇଁ ଚାହୁଁଛନ୍ତି ତାହେଲେ ଦେଖନ୍ତୁ ଆପଣମାନେ ପ୍ରତ୍ୟେକ ମାସ 1,000 ଟଙ୍କା ଲେଖାଏଁ ରଖିଲେ 15 ବର୍ଷରେ ମୋଟ 1,80,000 ଟଙ୍କା ଆପଣମାନଙ୍କ ଟୋଟାଲ ଡିପୋଜିଟ୍ ରହିବ ଏବଂ ମ୍ୟାଚୁରିଟି ଭ୍ୟାଲୁ ଆପଣମାନେ 5,54,613 ଟଙ୍କା ପାଇବେ। ଯୋଉଟା କି ଅନ୍ୟାନ୍ୟ କୌଣସି ସ୍କିମ୍‌ରେ ଆପଣମାନଙ୍କୁ ଏମିତି ସେଫ୍ ଏବଂ ସିକ୍ୟୁର ମନି ମିଳିପାରିବ ନାହିଁ। ତେଣୁ ଯଦି ଆପଣମାନଙ୍କ ଘରେ ଝିଅଟି ଅଛି ଏବଂ ତାର ବୟସ 10 ବର୍ଷରୁ କମ୍ ଅଛି ବର୍ତ୍ତମାନ ସୁଦ୍ଧା ଆପଣମାନେ ସୁକନ୍ୟା ସମୃଦ୍ଧି ଯୋଜନାର ଆକାଉଣ୍ଟ ଓପନ୍ କରିନାହାନ୍ତି ତାହେଲେ ସୁକନ୍ୟା ସମୃଦ୍ଧି ଯୋଜନାର ଆକାଉଣ୍ଟ ଆପଣମାନେ ପୋଷ୍ଟ ଅଫିସରେ ଓପନ୍ କରନ୍ତୁ ଏବଂ ଯୋଉମାନେ ବର୍ଷକୁ ଯଦି ଆପଣମାନେ 1,50,000 ଟଙ୍କା ଲେଖାଏଁ ଡିପୋଜିଟ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏଠି ଆପଣମାନେ ଦେଖିପାରିବେ 1,50,000 ଟଙ୍କା ପ୍ରତ୍ୟେକ ବର୍ଷ ଆପଣମାନଙ୍କର ଡିପୋଜିଟ୍ ହେଲେ ଟୋଟାଲ ଏଥିରେ ଆପଣମାନେ କେତେ ଟଙ୍କା ପାଇପାରିବେ ଟୋଟାଲ ଦେଖନ୍ତୁ 22,00,000 ଆପଣମାନଙ୍କର 50,000 ଟଙ୍କା ଟୋଟାଲ 15 ବର୍ଷରେ ଡିପୋଜିଟ୍ କରିବେ ଏବଂ ମ୍ୟାଚୁରିଟି ସମୟରେ ଆପଣମାନଙ୍କୁ କେତେ ମିଳିଯିବ ନା 69,32,648। ତେଣୁ ଆପଣମାନେ ଦେଖିପାରୁଥିବେ ଏମିତି ଇଣ୍ଟରେଷ୍ଟ ଅନ୍ୟ କୌଣସି ସ୍କିମ୍‌ରେ ମିଳିନଥାଏ। ତେଣୁ ଏଇ ଭିଡିଓକୁ ଆପଣମାନଙ୍କର ପରିବାରର ସମସ୍ତଙ୍କ ସହିତ ସେୟାର କରନ୍ତୁ।
ଯେଉଁମାନଙ୍କ ଘରେ ଝିଅଟିଏ ଅଛି ବା ଝିଅଟିଏ ଜନ୍ମ ନେଉଛି ସର୍ବପ୍ରଥମେ ଆପଣମାନେ ସୁକନ୍ୟା ସମୃଦ୍ଧି ଯୋଜନାର ଆକାଉଣ୍ଟଟି ଓପନ କରନ୍ତୁ। ଏହା ସହିତ ଯଦି ଆପଣମାନେ ଇଣ୍ଟରେଷ୍ଟ କାଲକୁଲେସନ ବିଷୟରେ ଅନ୍ୟାନ୍ୟ ଡିଟେଲ୍ସ ଜାଣିବା ପାଇଁ ଚାହୁଁଛନ୍ତି ବା ମାସକୁ ଆପଣମାନେ କେତେ ଟଙ୍କା ଦେଖିବା ପାଇଁ ଚାହୁଁଛନ୍ତି ତାର ଡିଟେଲ୍ସ କମେଣ୍ଟ କରନ୍ତୁ। ମୁଁ ଆପଣମାନଙ୍କୁ ସେ ବିଷୟରେ ଡିଟେଲ ଯୋଉଟା କି ଭଏସ ମେସେଜ ନହେଲେ ଟେକ୍ସଟ ମେସେଜ ମାଧ୍ୟମରେ ଜଣେଇଦେବି।